ଦେଖନ୍ତୁ ସବୁବେଳେ ଆପଣଙ୍କ ଭିତରେ ଯୁଦ୍ଧ ଲାଗିଛି, ସବୁବେଳେ ଫାଇଟ୍। ଯେତେବେଳେ ଦେଖିଲେ ଆପଣ ପରାସ୍ତ କି ସିଏ ପରାସ୍ତ, ମନ କହୁଛି ଦେବି ନାହିଁ, ଆଉ ଗୋଟେ ମନ କହୁଛି ଦେବି, ଗୋଟେ ମନ କହୁଛି ଶୋଇବି, ଆଉ ଗୋଟେ ମନ କହୁଛି ଉଠିକି ଧ୍ୟାନ କରିବି, ଗୋଟିଏ ମନ କହୁଛି ମୋବାଇଲ ଲାଗିବି, ଆଉ ଗୋଟେ ମନ କହୁଛି ନା ପ୍ରଭୁଙ୍କ ନାମକୁ ମୁଁ ଜପ କରିବି। ଦେଖନ୍ତୁ ସବୁବେଳେ ଆପଣଙ୍କ ଭିତରେ ଦ୍ୱନ୍ଦ୍ୱ ଯୁଦ୍ଧ ଚାଲିଛି। ଯେତେବେଳେ ଯିଏ ବଳବତ୍ତର ହେଉଛି ସେତେବେଳେ ସେ ମୋବାଇଲ ଦେଖିବି, ଧ୍ୟାନ ରହିଲା, ଶୋଇବି, ଧ୍ୟାନ କରୁଛନ୍ତି। ଧ୍ୟାନ କଲେ ମ୍ୟାକ୍ସିମମ୍ ସାଧକ ସାଧିକାଙ୍କୁ, ବାବାଜୀ ମାନଙ୍କୁ ବି ନିଦ ମାଡ଼େ। କାହିଁକି ନିଦ ମାଡ଼େ? ଅନେକ କାରଣ ଅଛି। ଯେପର୍ଯ୍ୟନ୍ତ ମନର ଟିକେ କନସେଣ୍ଟ୍ରେସନ୍ ଆସିଲେ ସମସ୍ତେ ଟିକେ ଶୋଇପଡ଼ନ୍ତି। ଟିକେ କନସେଣ୍ଟ୍ରେସନ୍ ଆସିଲେ ନିଦ ଆସିଯାଏ। ଏବଂ ଯାହାଙ୍କ ଭିତରେ ସୁସଂସ୍କାର ଅଛି, ସାଧନା କରିବା ପାଇଁ ଜନ୍ମ ହୋଇଛନ୍ତି, ଅନେକ ଜନ୍ମ ଧରି ତପସ୍ୟା କରି 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 ଆସିଛନ୍ତି, ଯେ ନିଦ୍ରାକୁ ଜୟ କରିଛନ୍ତି, ତାଙ୍କୁ ଗୁଡ଼ାକେଶ କୁହାଯାଏ। ଭଗବାନ ଅର୍ଜୁନଙ୍କୁ ଗୁଡ଼ାକେଶ ଗୀତାରେ କହିଛନ୍ତି। ନିଦ୍ରାକୁ ବହୁତ ସାଧକ ଅଛନ୍ତି, ସେମାନେ ନିଦ୍ରାକୁ ଜୟ କରିଦେଇଛନ୍ତି। ଇଚ୍ଛା ହେଲେ ଘଣ୍ଟାଏ 2 ଘଣ୍ଟା ଶୋଇବେ, ଇଚ୍ଛା ନହେଲେ ଶୋଇବେ ନାହିଁ। ତେଣୁ 4ଟି କଥାକୁ ଆମକୁ ଜୟ କରିବା ପାଇଁ ଶାସ୍ତ୍ରରେ କୁହାଯାଇଛି। ଆହାର, ନିଦ୍ରା, ଭୟ, ମୈଥୁନ। ତେଣୁ ଆମେ ଆହାରକୁ କେମିତି ଜୟ କରିବା? ଆମେ ଭାବୁଛେ ଆମେ ରାତି ପାଇଲେ ସମସ୍ତଙ୍କର କ'ଣ ହେବ ନା ଖାଇବା କଥାଟା ଚିନ୍ତା ହେବ। କେମିତି ବ୍ରସ୍ କରି, ସ୍ନାନ ସାରି ବ୍ରସ୍ କରି, ଠାକୁର ପୂଜା ନ ହଉ ଆମେ ଚାହା କଫିର ବ୍ୟବସ୍ଥା କରିବା ଏବଂ କେମିତି ରୁଟି କି ପରଟା କରି ଆମେ ଖାଇବାର ବନ୍ଦୋବସ୍ତ ଏବଂ ଆୟୋଜନ କରିବା। କିନ୍ତୁ ଖାଇବାର ଆବଶ୍ୟକତା ଅଛି, ଆମେ କିନ୍ତୁ ଜାଣିନେ ଆମେ କ'ଣ ପାଇଁ ଖାଉଛେ। ଖାଉଛେ କ'ଣ ପାଇଁ? ସାଧାରଣ କଥାରେ ଖାଉଛେ ଆମେ ବଞ୍ଚିବା ପାଇଁ। କାହିଁକି ବଞ୍ଚିବା? କ'ଣ ପ୍ରତ୍ୟେକ ଦିନ ଶଯ୍ୟା ତ୍ୟାଗରୁ ଶଯ୍ୟାକୁ ଯିବା ପର୍ଯ୍ୟନ୍ତ କର୍ମ କରିବା, ପଇସା ରୋଜଗାର କରିବା, ଆଉ ମୈଥୁନ କରିବା, ଶୋଇବା, ଖାଇବା, ମରିବା? ମରିବା କଥା ଚିନ୍ତା ଆମମାନଙ୍କର ନାହିଁ। ଯଦି ମରିବା କଥା ଆପଣମାନଙ୍କର ଚିନ୍ତା ହୁଅନ୍ତା, ତାହେଲେ ଆପଣମାନେ କ'ଣ କରନ୍ତେ ନା ସଚେତନ ହେଇଯାଆନ୍ତେ। ସତରେ କ'ଣ ମୁଁ ଦିନେ ମରିଯିବି ଏବଂ ସତରେ କ'ଣ ଦିନେ ମୋର ମୃତ୍ୟୁ ହେବ? କିନ୍ତୁ ଜାତ ସଇଁ ଧ୍ରୁବ ମୃତ୍ୟୁ ଧ୍ରୁବଂ ଜନ୍ମ ମୃତ୍ୟୁଶ୍ଚ ଭଗବାନ ଭଗବତ ଗୀତାରେ କହିଛନ୍ତି, ଜନ୍ମ ହେଲେ ମୃତ୍ୟୁ ନିଶ୍ଚିନ୍ତ, ମୃତ୍ୟୁ ହେଲେ ଜନ୍ମ ନିଶ୍ଚିନ୍ତ। କିନ୍ତୁ ଜନ୍ମ ଆମେ ହେଇଛେ ଆମେ ଜାଣିଛେ, ମରିବା ବି ଆମେ ଜାଣିଛେ, କିନ୍ତୁ ମଲେ ଯେ ପୁଣି ଜନ୍ମ ହେବା ଏ କଥା ସତ୍ୟ। କିନ୍ତୁ ଆମର ସେ ପର୍ଯ୍ୟନ୍ତ ଜ୍ଞାନର ମାପକାଠି ନାହିଁ। ଯଦି ମଲେ ଜନ୍ମ ନୁହନ୍ତେ ଆମେ ତାହେଲେ ଆସିଲେ କେଉଁଠୁ? ଆମେ ନିଶ୍ଚିନ୍ତ ମରିଛେ, ନିଶ୍ଚିନ୍ତ ଆମେ ଜନ୍ମଗ୍ରହଣ କରିଛେ, ସେଥିରେ କୌଣସି ଭାବିବାର ନାହିଁ। କିନ୍ତୁ ଯଦି ଆମେ ମୃତ୍ୟୁ କଥାକୁ ଭାବନ୍ତେ, ସତରେ ମୁଁ ଦିନେ ମରିଯିବି, ଆଉ ମୁଁ ମୃତ୍ୟୁର ପାଖ ନିକଟସ୍ଥ ହେଉଛି, ଆଉ ମଲାବେଳେ କେମିତି ମରିବି ମୁଁ ଜାଣିନାହିଁ। କ'ଣ ସାଥିରେ ନେଇଯିବି? ଏ ଟଙ୍କା ପଇସା, କୋଠା ବାଡ଼ି, ପୁଅ ଝିଅ, ଘର ଦ୍ୱାର, ଏସବୁ କିଛି ମୁଁ ନେଇକି ଯିବି ନାହିଁ। ଏବଂ ମୋର ଅତି ଆପଣାର କିଏ? ସବୁ ଲୋକର ଅତି ଆପଣାର କିଏ? ଅତି ଆପଣାର ତା ଶରୀରଟା, ତା ଦେହକୁ ସେ ଏତେ ଭଲ ପାଏ ଯେ ମାନେ କଳ୍ପନା ବାହାରେ। ଏଇ ଥଣ୍ଡା ହେଲା ଟିକେ ଘୋରେଇ ପଡ଼ିବା, ଗରମ ହେଲା ଟିକେ ଫ୍ୟାନ୍ କେସି ଲଗାଇଦେବା, ଶୋଷ ହେଲା ଟିକେ ପିଇଦେବା, ଟିକେ ଜ୍ୱର ହେଲା ଡକ୍ଟର ଦେଖାଇ ଔଷଧ ଖାଇ ନେବା, ସବୁବେଳେ ଦେହର ଯତ୍ନ। ତେଣୁ ଭାଗବତରେ ଲେଖା ଅଛି, ଦେହକୁ ଦେଖୁଥବ ଭିନ୍ନେ ଭିନ୍ନେ, କାଷ୍ଟ ଯେସନେ ହୁତାସନେ। ଦେହକୁ ଦେଖୁଥବ ଭିନ୍ନେ ଭିନ୍ନେ, ମୁଁ ଦେହଠାରୁ ଅଲଗା, ମୁଁ ଦେହରେ ଅଛି। ଯେମିତି ଆମେ ଧ୍ୟାନ କେନ୍ଦ୍ରରେ ବସିଛେ, ମୁଁ ଘରେ ଅଛି,
କିନ୍ତୁ ଘର ମୋ ଭିତରେ ନ ରହୁ। ସେମିତି ମୁଁ ଦେହ ଭିତରେ ଅଛି। ଦେହ ମୋର ନୁହେଁ, ମୁଁ ବୋଇଲେ ଦେହ ନୁହେଁ। କିନ୍ତୁ ଆମେ ଶାରୀରିକ ସମ୍ପର୍କରୁ ସୃଷ୍ଟି ହୋଇଥିବାରୁ, ବାପା ମାଙ୍କ ଦୈହିକ ସୁଖରୁ ଆମେ ସୃଷ୍ଟି ହୋଇଥିବାରୁ ଆମେ କ'ଣ କରୁଛେ ନା ନିଜକୁ ଦେହ ବୋଲି ଭାବୁଛେ। ସମସ୍ତଙ୍କର ଦେହବୋଧ ଜ୍ଞାନ ଅଛି। ଆପଣ ପ୍ରତ୍ୟେକଟି କଥାରେ ଦେଖନ୍ତୁ, ସମୀକ୍ଷା କରି ଦେଖନ୍ତୁ, କେତେବେଳେ ଆପଣ ଦେହବୋଧରୁ ଅତୀତ ହେଇପାରୁନାହାନ୍ତି। ସବୁବେଳେ ଦେହରେ ପ୍ରତ୍ୟେକ କଥାରେ କେମିତି କ୍ରିୟା ପ୍ରତିକ୍ରିୟା ହେଉଛି। ଜାଣୁଛ ଦେହଟା ମିଛ, ଉଚ୍ଚ ରକ୍ତ ମାଂସ ହାଡ଼ ମଳ ମୂତ୍ର କୁର୍ମୀ ବିଷ୍ଠାରେ ପରିପୂର୍ଣ୍ଣ, ପୁରା ବିଷ୍ଠା। ଦେଖନ୍ତୁ ଆଖିରେ ନିନ୍ଦ୍ରା ଆସୁଛି, କେତେ ଅସନା। କାନରେ ଗଇ ଆସୁଛି, ମଳି ଆସୁଛି, ଆମକୁ ତାକୁ ଗଇ ବୋଲି କହୁଛେ, କ'ଣ କହନ୍ତି ମୁଁ ଜାଣିନାହିଁ। ସେ କେତେ ଦୁର୍ଗନ୍ଧ। ଦାନ୍ତ ମୂଳରେ ଖାଦ୍ୟ ସଢ଼ୁଛି, ଖାଦ୍ୟ ସଢ଼ିଲେ ତାକୁ ବିଷ୍ଠା କହନ୍ତି। ଆମେ ଯେଉଁ ଖାଦ୍ୟ ଖାଉଛେ ତାର ସାରାଂଶଟା, ଖାଦ୍ୟଟା ପେଟରେ ହଜମ ହେଇକି ସଂକୋଚନ ପ୍ରସାରଣ ଦ୍ୱାରା ହଜମ ହୋଇ ତାର ସାରାଂଶଟା ବ୍ଲଡ଼ରେ ମିଶି ଯାଉଛି। ତାର ଅବଶିଷ୍ଟ ଅଂଶ ଯାହା ରହୁଛି ଆମେ ତାକୁ ବିଷ୍ଠା କହୁଛେ। ସେ ବିଷ୍ଠା ପୁଣି ଆମ ଭିତରେ ଅଛି। ସେ ବିଷ୍ଠା ଚୁଟି ଟିକେ ପଡ଼ିବ, କାମ ସରିଗଲା। ସମସ୍ତେ ବ୍ୟସ୍ତ ବିବ୍ରତ ହେଇ ପଡ଼ିବେ, ବିଷ୍ଠା। ଯଦି ଅମୃତକୁଣ୍ଡରେ ଟିକେ ବିଷ୍ଠା ପଡ଼ିଯାଏ ତାକୁ କେହି ଖାଇବେ। ସେଇ ବିଷ୍ଠା ପୁଣି ଦେହରେ ଅଛି। ସେଇ ବିଷ୍ଠା ପୁଣି କେଉଁଠି ଅଛି ନା ଦାନ୍ତ ମୂଳରେ ଅଛି। ଦେଖିଛନ୍ତି ଦାନ୍ତ କାଠିରେ ଟିକେ ଆଣି ଦାନ୍ତ ମୂଳରୁ ସୁଗନ୍ଧ, କି ପ୍ରକାର ଦୁର୍ଗନ୍ଧ, ତା ସେ କଥା ଭାଷାରେ କହିହେବନି। କିନ୍ତୁ ଭଗବାନ ସବୁ ସ୍ଥାନରେ ଅଛନ୍ତି। ବିଷ୍ଠାରେ ଅଛନ୍ତି, ସ୍ୱର୍ଗରେ ଅଛନ୍ତି, ନର୍କରେ ଅଛନ୍ତି, ଜଡ଼ରେ ଅଛନ୍ତି, ଚେତନରେ ଅଛନ୍ତି, ସବୁଠି ଅଛନ୍ତି। ତେଣୁ ଏ କଥା ପ୍ରମାଣ କରିବାକୁ ଯାଇ ରାମକୃଷ୍ଣ ପରମହଂସ କ'ଣ କରିଥିଲେ, କହିଲେ ବିଷ୍ଠା ଭିତରେ ବି ଭଗବାନ। ସେ ବିଷ୍ଠାକୁ ଟିକେ ଟେଷ୍ଟ କରିକି ଦେଖିଲେ ଆ ଭିତରେ କେମିତି ଭଗବାନ ଅଛନ୍ତି। ତେଣୁ ସାଧକର ଗୋଟିଏ କଥାରୁ ଅନେକ କଥା ଆସୁଛି, ଯୋଗ କଥା ରହିଯାଇଛି। ତେଣୁ ଭଗବତ ଦର୍ଶନ ଉପଲବ୍ଧି କଥାଟା ମନେ ରଖିବେ, ସବୁବେଳେ ସ୍ମରଣ କରିବେ କେମିତି। ତେଣୁ ସାଧକ ଭିତରେ ଯେପର୍ଯ୍ୟନ୍ତ ନିର୍ବିଚାର ଭାବ ନ ଆସିଛି, କୌଣସି ବିଚାର ସେ ଆଉ କରିବ ନାହିଁ। କେତେବେଳେ ନିର୍ବିଚାର ଭାବ ଆସିବ ନା ସାଧକ ଯେତେବେଳେ ନିଜକୁ ସମର୍ପଣ କରିଦେବ, ତା ଭିତରେ ନିର୍ବିଚାର ଭାବଟି ଆସିବ। ଆଜି ଏକାଦଶୀ ମୁଁ ଖାଇବି ନାହିଁ, ଆଜି ଏକାଦଶୀ ମୁଁ ଅନ୍ନ ଖାଇବି ନାହିଁ, ଆଜି ଏକାଦଶୀ ମୁଁ ନିର୍ଜଳା ଉପବାସ କରିବି। ବହୁତ ବୈଷ୍ଣବ ସାଧୁ ସନ୍ଥମାନଙ୍କୁ ଏସବୁ କଥା ଭଲ ଲାଗିବ ନାହିଁ। ଏକାଦଶୀର ଅର୍ଥ ଗୁରୁଦେବ କହୁଥିଲେ, ଏକ ଦୃଷ୍ଟିରେ ସାରା ଜୀବଜଗତକୁ ଦେଖିବା ହିଁ ଏକାଦଶୀ। ଯେପର୍ଯ୍ୟନ୍ତ ତମର ଏକ ଦୃଷ୍ଟି ହେଇନାହିଁ, ଲକ୍ଷ୍ୟ ଏକ ହେଇନାହିଁ, ତୁମେ କ'ଣ ଏକାଦଶୀ କରୁଛ? ଯାହା ଗ୍ରହଣ କଲ ତାହା ହିଁ ଅନ୍ନ। ଭାତ ଖାଇଲନି, ଡାଲମା ଖାଇଲନି, ଫଳମୂଳ ଖାଇଲ, କ୍ଷୀର ପିଇଲ, ସିଝା ପନିପରିବା ଖାଇଲ, ହେଲେ ଖାଇଲ ନାହିଁ କ'ଣ? ଏକାଦଶୀରେ ଯଦି ପାପ ପୁରୁଷ ଅଛି, ପାପ ପୁରୁଷ କୋଉଠି ନାହିଁ, ପାପ ପୁରୁଷ ଅଛି ନିଜର ମନରେ। ମୋ ମନ ଯଦି ଭଗବାନଙ୍କ ପାଖରେ ଅଛି, ତାହେଲେ ମୋ ମନରେ ପାପ ନାହିଁ। ଯଦି ମୋ ମନ ଭଗବାନଙ୍କ ପାଖରେ ନାହିଁ, ତାହେଲେ ମୁଁ ପାପରେ ଅଛି। କାରଣ ଈଶ୍ୱରଙ୍କ ବ୍ୟତୀତ ସୃଷ୍ଟିରେ ଯେଉଁଠିକି ମନ ଯିବ ତାହା ହିଁ ପାପ। କାରଣ ସେଠି ଭଗବାନ ନାହାନ୍ତି। ଯଦି ଆପଣଙ୍କ ଦୃଷ୍ଟିକୁ ରୂପାନ୍ତରିତ କରିଦେବେ, ପରିବର୍ତ୍ତନ କରିଦେବେ, ଜଡ଼ଠାରୁ ଚେତନ ପର୍ଯ୍ୟନ୍ତ
एवं 20टा ठारू अमृत पर्यंत सबु भितर भगवत सत्ता को अनुभव करी देखिबे ताले आपणकर पाप दृष्टि नाही। झील भितर देखिए, स्त्री भितर देखिए, विष्टा भितर देखिए, साप भितर देखिए, भगवान को भितर देखिए, जड़ भितर देखिए, काठ भितर देखिए, अग्नि भितर देखिए, सबरी भितर आपण देखिए मो प्रभु विद्यमान।